हे मोहर पुत्र हे मोर पुत्र तुम्हें मोहर व्यवस्था पासर नहीं तुम्हें मोर व्यवस्था पासर नहीं मात्र तुमर हृदय मोहर आज्ञा सब पालन करो तुमर हृदय मोर आज्ञा सब पालन करो। प्रियर भाई भौणी माने ईश्वर वाक्य प्रत्येक जनक ईश्वर वाक्य आम देखुचु हेडलाइन लेखा जाए युवक मानक उपदेश युवक मानक उपदेश तेणुक लेखा जाए हे मोर पुत्र तुम्बे मोर व्यवस्था पासर नहीं। आजिकाली आम देखु अनेक विश्वासी परिवार पिला झील माने ईश्वर व्यवस्था ईश्वर आज्ञा ये सब पासरे दौ विशेष भाव युवक युवती मान लेखा आजिकल ईश्वर आज्ञा विषय मनोयोग नहीं सब पासरे दौर मु विश्वासी पिला मु विश्वासी झील यहाँ निजक भी से जानी पारुना निजक से चिन्ह पारि ना पर्यंत समस्त नुहे किंतु सेपरी केतेक युवक युवती माने रही तेणुक यहाँ विशेष भाव युवक दल युवक युवती मानों खास यही पद देखा जाउछि हे मोर पुत्र तुम्बे मोर व्यवस्था पासर नहीं मात्र तुम्बर हृदय मोहर आज्ञा सब पालन करो तुम्बर हृदय मोहर आज्ञा सब कौन करू बोली कहूँ पालन करू। आजिकाली आम देखू ईश्वर आज्ञा पालन करूना यह एक दुखर विषय अटे प्रियर युवक युवती गण ईश्वर आज्ञा पालन करूना ईश्वर व्यवस्था विषय से चिंता करूना जाफल ख्रीष्टीय परिवार पुओ झील माने विपद आड़क जाऊँ तेणुक प्रियर भाई भौणी माने ईश्वर वाक्य आम सचेतन करांती आम किए नारे निजर अरे वाक्य लिखा जाए कर्ण डेरी शुण मोर वाक्य छुआटे को केमती पूरा मिल दिल नहीं एटा तो मुख्य ईश्वर वाक्य शुणा दिए ना सेटा निद्रा आत्मा माडी आसे तेणुक जिते बड़े गीत चलो से समय समस्त उद्योग थी चेता थी गीत जमी सर वाक्य आरंभ हो आखि भी मिट मिट है आखि पोता वाक्य कौन लिखा जाए निद्रा को भल पाओ ना
ମୋ ପଟେ ଦେଖ ହେଲା, ଏମିତି ତଳକୁ ଉନାଉ ନାହିଁ, ଯିଏ ପଢୁଛି ସିଏ ସେଇଆଡେ ଦେଖ। ଟିଭି ଚ୍ୟାନେଲ ଏଲସିଡି ଯଦି ଏଠି ଲାଗିଥିବ ତେବେ ସେଇଆଡେ ପୁରା ଗୁଗୁଳିରେ ଆସି ଅନେଇଥିବ ହେଲା, ମୋ ପଟେ ଦେଖ। ଆଉ ତୁମେ ଏମିତି ତଳକୁ ମୁଣ୍ଡେଇଥିବ ହେଲେ ନିଦ ନିହାତି ଆସ। ଈଶ୍ୱରଙ୍କର ବାକ୍ୟ ଶୁଣିଲା ବେଳେ ଟିକେ ଚେଷ୍ଟା କରିବେ ଯେମିତି ଶୋଇ ନ ପଡେ। କଣ ଲେଖା ଯାଇଛି? ହେ ମୋର ପୁତ୍ର, ତୁମ୍ଭେ ମୋହର ବ୍ୟବସ୍ଥା ପାସର ନାହିଁ, ମାତ୍ର ତୁମ୍ଭ ହୃଦୟରେ ମୋହର ଆଜ୍ଞା ସବୁ ପାଳନ କର। ଈଶ୍ୱରଙ୍କର ଆଜ୍ଞା ସବୁ ପାଳନ କରିବାର ରହିଛି, ଆଉ ପିତାମାତାଙ୍କର ଆଜ୍ଞା ସବୁ ପାଳନ କରିବାର ଅଛି। 10 ଆଜ୍ଞା ମଧ୍ୟ କୁହେ ପିତାମାତାଙ୍କର ଆଦର କର, ସମ୍ମାନ କର ବୋଲି। ଆଦର ସମ୍ମାନ ଆଜିକାଲି କରୁନାହାନ୍ତି ବିଶ୍ୱାସ ପରିବାର ହେଇ। ଆମମାନଙ୍କୁ ବାଇବେଲ ବାକ୍ୟ ଏତେ ଭଲ ଶିକ୍ଷା ଦିଏ ପିତାମାତା ମାନଙ୍କୁ କେମିତି ଆଦର କରିବା, କେମିତି ସମ୍ମାନ ଦେବା। ଆଦର ସମ୍ମାନ ଦେବାର ଅର୍ଥ କଣ? ତାଙ୍କର କଥା, ତାଙ୍କର ଆଜ୍ଞା, ତାଙ୍କର କଥାକୁ ମାନିବାର ଅଛି। ଆମେ ଯଦି ତାହା ମାନୁନାହୁଁ ତାହେଲେ ସେମାନଙ୍କୁ ଆଦର ସମ୍ମାନ କରୁନ। 2 ପଦ ପଡେ। ଯେହେତୁ ତଦ୍ୱାରା ପରମାୟୁର ଦୀର୍ଘତା ଓ ଜୀବନର ବର୍ଷ ସଂଖ୍ୟା ଓ ଶାନ୍ତି ବୃଦ୍ଧି ହେବ। ଯେହେତୁ ତଦ୍ୱାରା ପରମାୟୁ ଦୀର୍ଘତା ଓ ଜୀବନର ବର୍ଷ ସଂଖ୍ୟା ଓ ଶାନ୍ତି ବୃଦ୍ଧି ହେବ, ପ୍ରଭୁଙ୍କର ଗୌରବ ଏବଂ ମହିମା ହେବ। ଯଦି ଈଶ୍ୱରଙ୍କର ଆଜ୍ଞା ମାନିବେ, ତାଙ୍କର ବ୍ୟବସ୍ଥା ମାନିବେ, ପିତାମାତାଙ୍କର ଆଜ୍ଞା ମାନିବେ, ତାହେଲେ ଆଉ ସେ ଶିକ୍ଷାରେ ଚାଲିବେ, ତାହେଲେ ତଦ୍ୱାରା ପରମ ଆୟୁ ଦୀର୍ଘ ମାନେ ବେଶୀ ଆୟୁଷ ବଢିବ, ଆଉ ଜୀବନର ବର୍ଷ ସଂଖ୍ୟା ନା କଣ ଲେଖା ଅଛି? ଏଠି ଟିକେ ଦାଗ ପଡିଛି, ପଡି ହେଉନା, କହିବି ତା ଉତ୍ତର ସାର୍। ଯେହେତୁ ତଦ୍ୱାରା ପରମାୟୁର ଦୀର୍ଘତା, ଯେହେତୁ ତଦ୍ୱାରା ପରମାୟୁର ଦୀର୍ଘତା ଓ ଜୀବନର ବର୍ଷ ସଂଖ୍ୟା, ଜୀବନର ବର୍ଷ ସଂଖ୍ୟା କଣ? ଜୀବନର ବର୍ଷ ସଂଖ୍ୟା ଓ ଶାନ୍ତି ବୃଦ୍ଧି ହେବ। ଶାନ୍ତି ବୃଦ୍ଧି ହେବ ହେଲା। ପରମାୟୁ ଆଜିକାଲି କଣ ହଉଛି? ପିତାମାତାଙ୍କର କଥା ମାନିବେ ନାହିଁ, ଈଶ୍ୱରଙ୍କର ବ୍ୟବସ୍ଥା ଆଜ୍ଞା ମାନିବେ ନାହିଁ, ତାପରେ କଣ ହଉଛନ୍ତି ଯୁବତୀ ମାନେ? ବିନାଶ ହଉଛନ୍ତି। କିଏ ତ ଗଛରେ ଟାଙ୍ଗି ହେଇକି ମରୁଛି, କିଏ ତ ବିଷ ପିଇକି ମରୁଛି, କିଏ ତ ବାଇକ୍ ଗାଡିରେ ଆକ୍ସିଡେଣ୍ଟ ହେଇକି ମରୁଛି। କି ଲାଗି? ପିତାମାତାଙ୍କର ଅବାଧ୍ୟ ହେବାର, ଈଶ୍ୱରଙ୍କର ଅବାଧ୍ୟ ହେବାରୁ, ତାଙ୍କର ଆଜ୍ଞା ନ ମାନିବାର ସେମାନେ କଣ ହଉଛନ୍ତି? ତାଙ୍କର ପରମ ଆୟୁ ଶୀଘ୍ର ମରି ଯାଉଛନ୍ତି ଯୁବକ। ତେଣୁକରି ଈଶ୍ୱରଙ୍କର ଆଜ୍ଞା ବ୍ୟବସ୍ଥା ମାନିଲେ, ପିତାମାତାଙ୍କର ଆଜ୍ଞା ମାନିଲେ ପରମ ଆୟୁ ଦୀର୍ଘାୟୁ ହେବ, ମାନେ ଲମ୍ବା ଆୟୁଷ। ତେଣୁକରି ପିତାମାତାଙ୍କର ଆଶୀର୍ବାଦ ରହିଥାଏ ଯୋଉମାନଙ୍କ। ଆଉ ବର୍ଷର ସଂଖ୍ୟା ପ୍ରଭୁ ବଢାଇବେ, ଆଉ ଶାନ୍ତି ବୃଦ୍ଧି ପାଇବେ।
କୋଉ ଶାନ୍ତି? ଈଶ୍ୱରଙ୍କର ସ୍ୱର୍ଗୀୟ ଆନନ୍ଦ, ସ୍ୱର୍ଗୀୟ ଆଉ ଆତ୍ମିକ ଶାନ୍ତି ତା ପାଇବେ। ତେଣୁକରି ପ୍ରିୟର ଯୁବକ ଯୁବତୀଗଣ, ପିତାମାତାଙ୍କର ଆଜ୍ଞାକାରୀ ହେବା ନିତାନ୍ତ ଆବଶ୍ୟକ, ଆଉ ଈଶ୍ୱରଙ୍କର ଆଜ୍ଞାକାରୀ ହେଇ ରହିବାର ଅଛି। ଆଉ ଆଜିକାଲି ଆମେ ଦେଖୁ ଏଇ ବିଷୟ ବହୁତ ମାତ୍ରାରେ କମି ଯାଉଛି ବିଶ୍ୱାସୀ ପରିବାରର ପୁଅ ଝିଅ ମାନଙ୍କ ଭିତରେ। ଆଉ ସେମାନେ ପିତାମାତାଙ୍କର ଆଜ୍ଞା ମାନୁନାହାନ୍ତି, ଆଉ ଈଶ୍ୱରଙ୍କର ବ୍ୟବସ୍ଥା ଆଜ୍ଞା ମାନୁନାହାନ୍ତି, ପାଶୋରି ଦଉଛନ୍ତି। ଆଉ ସେଗୁଡାକୁ ପାଶର ନାହିଁ ବୋଲି କୁହାଯାଉଛି। ସେମାନେ ପ୍ରାର୍ଥନା ସାଙ୍ଗତି ପାଶୋରି ଦଉଛନ୍ତି, ଗିର୍ଜା ଆସିବାର ବସିବାର ପାଶୋରି ଦଉଛନ୍ତି, ବାଇବେଲ ବାକ୍ୟ ପଢିବାର ନାହିଁ। ଯଦି ହାତରେ ମୋବାଇଲ ଥିବ, ଫୋନ ଥିବ, ସେଟା ଘଣ୍ଟା ଘଣ୍ଟା ଦେଖିବେ, ଆଉ ବାଇବେଲ ପଢିବାର ନାହିଁ, ବାଇବେଲ ଅଧ୍ୟୟନ କରିବାର ନାହିଁ। କୋଉଠି ଭଲ ବୁଦ୍ଧି ଆସିବ? ପ୍ରଭୁଙ୍କର ଆଶୀର୍ବାଦ କୋଉଠି ମିଳିବ? ତେଣୁକରି ପ୍ରିୟର ଯୁବକ ଯୁବତୀ ଦଳ, ବର୍ତ୍ତମାନ ସାବଧାନ ହୁଅନ୍ତୁ, ସମୟ ଅଛି, ଫେରି ଆସନ୍ତୁ ଈଶ୍ୱରଙ୍କ ନିକଟକୁ, ଆଉ ନିଜ ମନ ହୃଦୟରେ ଈଶ୍ୱରଙ୍କର ଆଜ୍ଞା ପାଳନ କରିବା ପାଇଁ, ଆଉ ପିତାମାତାଙ୍କର ଆଜ୍ଞାବହ ହେବା ପାଇଁ, ତାଙ୍କର କଥା ମାନିବା ପାଇଁ ପ୍ରସ୍ତୁତ ହୁଅନ୍ତୁ। କଣ ହଉଛି ଆଜିକାଲିର ପିଲାମାନେ ଈଶ୍ୱରଙ୍କର ଆଜ୍ଞାକୁ ଭୁଲି ଯାଉଛନ୍ତି, ଈଶ୍ୱରଙ୍କୁ ପାଶୋରି ଦେଉଛନ୍ତି, ତାଙ୍କର ବିଧି ବ୍ୟବସ୍ଥାକୁ ପାଶୋରି ଦେଉଛନ୍ତି, ଆଉ ସେମାନେ ନିଜର ମଡେଲ ଦୁନିଆକୁ ଫଲୋ କରୁଛନ୍ତି, ଯାହା ଦ୍ୱାରା ସେମାନେ ବିନାଶ ଆଡକୁ ଯାଉଛନ୍ତି। ତେଣୁକରି ଈଶ୍ୱରଙ୍କର ଆଜ୍ଞାକୁ ନ ମାନିଲେ ବିନାଶ ହେବେ, ବିନଷ୍ଟ ହେବେ। ଆଉ ଯେଉଁମାନେ ଆଜିକାଲି ଆମେ ଦେଖୁ ପୁଅ ଝିଅ ମାନେ ଦ୍ରୁତ ଗତିରେ ତାଙ୍କ ଜୀବନରେ ପାପ ବଢି ବଢି ଯାଉଅଛି, ଅନ୍ଧକାର ଶକ୍ତି ଏପରି କାମ କରୁଛି, ଆଉ ସେମାନେ ଜାଣି ପାରୁନାହାନ୍ତି। ଈଶ୍ୱରଙ୍କ ଠାରୁ ସେମାନଙ୍କୁ ଅଲଗା କରିବା ପାଇଁ ଚାହୁଁଛନ୍ତି, ଆଉ ପିତାମାତାଙ୍କର ଅବାଧ୍ୟ ହେଉଛନ୍ତି, ଈଶ୍ୱରଙ୍କର ଆଜ୍ଞା ପାଳନ କରୁନାହାନ୍ତି, ପିତାମାତାଙ୍କର କଥା ମାନୁନାହାନ୍ତି, ଆଜ୍ଞା ମାନଙ୍କର କଥା ମାନୁନାହାନ୍ତି, ଈଶ୍ୱରଙ୍କର ବାକ୍ୟ ସେମାନେ ମାନୁନାହାନ୍ତି, ଯାହା ଫଳରେ ତାଙ୍କ ଜୀବନରେ କଣ ହଉଛି? ସେପରି ବିନାଶ ଆଡକୁ ଗତି କରୁଛନ୍ତି। ତେଣୁକରି ସେମାନେ ଅଳ୍ପ ଦିନରେ ହିଁ ଖରାପ ହେଇକି ବିନାଶ ଆଡକୁ ଯାଉଛନ୍ତି, ଆଉ ଖରାପ ଟକାଟକି ମାନଙ୍କ ସହିତ ସାଙ୍ଗ ହେଇକି ତାଙ୍କର ନିଜର ଜୀବନକୁ ନଷ୍ଟ କରୁଛନ୍ତି, ନିଜର ଚରିତ୍ରକୁ ନଷ୍ଟ କରୁଛନ୍ତି। ମଦୁଆ ମାତାଳିଆ ହେଇଯାଉଛନ୍ତି, ମଦୁଆ ମାନଙ୍କ ସାଙ୍ଗରେ ସାଙ୍ଗ ହେଇଯାଉଛନ୍ତି, ବାଇକରେ ବୁଲିବେ, ତାପରେ ଦ୍ରୁତ ଗତିରେ ଚଲାଇବେ, କୋଉଠି କୋଉ ଗାଡିରେ କୁଟିବେ, କୋଉଠି କୋଉ ଗାଡିଆରେ କୁଟିବେ। ଏହିପରି ହେଇକି କେତେକ ବିନାଶ ହେଇଯାଉଛନ୍ତି। ଆଉ ଯୁବତୀ ମାନେ ମଧ୍ୟ ପ୍ରେମ ଜାଲରେ ପଡି, ଯଦି ସିଏ ଟକି ଦେଲା ଆଉ କୌଣସି ପ୍ରକାର ଧୋକା ଦେଲା, ତାପରେ କଣ କରିବେ? ପାଶ ବେକରେ ଦୌଡ଼ି ଦେଇକି ଗଛରେ ଟାଙ୍ଗି ହେବେ, ନାଇଁ ତ ବିଷ ଖାଇକି ମରିବେ। ଏହିପରି ବିଷୟ ଦେଖାଯାଉଛି। ତେଣୁକରି ବିଶ୍ୱାସୀ ଯୁବକ ଯୁବତୀ ମାନେ ବହୁତ ସାବଧାନରେ ରହିବାର ଅଛି।
तार 11 पद टिके पढ़ी गए। हाँ 3:11 पद। हे मोर पुत्र सदा प्रभु अनुजोग तुच्छ कर नाई तांको शासन रे क्लांत हुओ नाई। तांको शासन रे ईश्वर वाक्य दिया जाए, वाक्य रे संशोधन करा जाए आउ से समय रे मनोयोग हेबा दरकार आउ से अनुयोग को ग्रहण करिवार अछि। आउ ईश्वर तांको शासन रे क्लांत हुओ नै। ईश्वर जे वाक्य द्वारा आम को सुधारिबा पई चेष्टा करंती आउ सेटारे तुमे क्लांत हुओ नै बा एटा किए पारिबो एटा केमती एटा एई परि वाक्य एई परि कुहा जाउछि ए परि कहउछन ए परि सुनी सुनी मते बारी लागिला आउ क्लांत आयु भाई ते लगा चबा से परि तुम क्लांत हुओ नै बोली लेखा जाउछि। तेणुकरी प्रियर युवक युवती गण निज जीवन निज शरीर निज मन हृदय को अति जत्न रे रख। पितामाता आज्ञाकारी हुअन्तु ईश्वरंकर आज्ञाकारी हुअन्तु ताले प्रभु आशीर्वाद करिवे आउ परमायु बढ़ाइबे आउ जीवन संख्या और शांति वृद्धि हेबे। 3 पद पढ़िए। दया और सत्यता तुमको परित्याग न करू अपना कंठर उभय को बांध तो अपना चित्तर पकटारे लेखि रख। हमें सत्य ईश्वर को जानी अछि सत्य कौन जानी अछि और ता पाप कौन जानी अछि खराब कोटा भलो कोटा सेटा जानी अछि। तेणु करी से सबु तुम्हें जानी अछि आ ईश्वरंकर वाक्य बाई आदेश गुडाक तुम्हें कौन करो लेखि रख बोली कहू। आजिकल कौन लेखुचंती ईश्वरंकर वाक्य निज हृदय रे और निज मन रे रखिबा छाड़ी कि कौन करूचंती गर्लफ्रेंड बॉयफ्रेंड मान करो कथा को दिन रात बाबूचन आउ सेटा को प्रथम स्थान देउचन आउ तांको नाम लेखुचंत नहीं हाथरे कौन कुदा की कौन ये मारे की लेखिता आउ ए बेको साइड रे भी लेखिता आउ चापी रे भी लेखिता शॉर्ट अक्षर रे लेखिता S+B जहाँ भी सेंट शॉर्ट रे नाम थे से गुड़ा लेखि की रखु किंतु ईश्वरंकर वाक्य निज हृदय रे संचय करिबा निज हृदय रे लेखि रखिबा ता करुणा और से परी अलगा विषय लेखि रखुचन निज हाथ रे आउ निज शरीर भितर। तेणुकर प्रियर युवक युवती माने ईश्वर को भय करंतु आउ पितामाता आज्ञाकारी हुअन्तु और केतेक पिला झील माने पितामाता अनेक पुओ झील माने पितामाता कथा मानते नहीं से जीवन में दुख पहुंचा
से विषय कौन हुए आम देखा 17 अध्याय तार 23 पद सॉरी 25 पद पढ़िए हितोपदेश 17 तो 25 पद कौन कह मूर्ख पुत्र कि पुत्र मूर्ख पुत्र अपना पितार शोक माने शोक करे से दुख चिंता पुओ पाई से चिंता करे चिंतार पकाई देव आउ सही मूर्ख पुत्र कौन करिव अपना जननीर दुखर कारण हुए जननी कहले किए हाँ माँ पिता माता मानू अनेक युवक युवती माने कांदा कराउछन कौन करुचंती से माने की पुत्र पुत्री मूर्ख से माने बुझीबे नहीं जा फल पिता माता मानकर हृदय को वेदना आसुची आ से माने कांदुचन ए पिला को ए झील को जन्म करके बहुत पछताउची एमती रागरे कही दियंती पिता माता को दुख देले ईश्वर बहुत अवस्था पकड़े तुम मान तेणुक से मूर्ख पुत्र मान जो मैंने कि पिता माता आज्ञा मानिबे नहीं ईश्वर आज्ञा मानिबे नहीं आउ से माने कौन हेबे तांकर निजर बापा मां मानकु दुखर कारण हेब से पुओ झील मानक पाई प्रतिदिन चिंतार पकाइबे तांकर मां बापा मानक आज मोर पुओ कुआडे गला कोठी कौन चोरी कला काओ दुष्ट सांगरे मिशिला कोठी कौन करि दउछि हैं का घर पसी जाउछि कौन करूछि आउ से मां बाप माने चिंतारे रहिबे आज मोर झील कौन हो जीव कौन नहीं एपरी चिंतार से माने पड़ी जाउछन तो माने जो माने पिता माता कथा आज्ञा मानती नहीं से मानकर बापा माँ माने अधिक चिंतार पड़ी जाउछन पुओ जो आडे गले भी तार झील जो आडे गले भी से माने बहुत चिंतार पड़ी जाउछन से माने सब बापा माँ मानक अनेक दुख पहुंचाउछन एथिरे तुम माने ईश्वर आज्ञा को मानु ना 10 आज्ञा जोटा कह जाए पिता माता को सम्मान करो आदर करो से सब एक रे तुम्हें ईश्वर आज्ञा को उल्लंघन करुच आज्ञा न मानिबा आज्ञा भंग करवा ही पाप अटे बोली बाइबल कहे तेणुक जो पुओ झील माने पिता माता कथा को मानुना ईश्वर आज्ञा को मानुना से माने केबे हेले भी बल मनीष हो पारिबे नहीं तांकर बुद्धि तांकर ज्ञान भ्रष्ट हो जीवो से माने भयंकर मनीष हेबे परिवार पाई समाज पाई मंडली पाई से माने निंदार पात्र हेबे आ भयंकर रूप तांकटारे धारण करिबे तेणुक सुधुरीबा चेष्टा कर निजर बापा माँ को एबे कांदा कराइबो आउ दिने तु मानो को कांदा कराइबे निजर छुआ पिला मान हैला मनुष्य जा बुणिबो ता काटिबो हैला पितामाता को ईश्वर को तरफ रु पितामाता को दिया जाय आउ पितामाता को जरिया तुम दुनिया को आसी अछि
ପିତାମାତାଙ୍କର ଅନେକ ଆଶା ଥାଏ, ଭରସା ଥାଏ ପିଲାମାନଙ୍କ ପାଇଁ, ଲକ୍ଷ୍ୟ ଥାଏ। ଆଉ ସେମାନେ ଖରାପ ହେଲେ, ଦୁଷ୍ଟ ହେଲେ ସେମାନେ କେତେ ଦୁଃଖିତ ହୁଅନ୍ତି ଏହା ସେମାନେ ଜାଣୁଛନ୍ତି। ଆଉ ସେମାନେ ପରିବାରରେ କେତେ ଲକ୍ଷ୍ୟ ନେଇଥାନ୍ତି, ମୋର ପୁଅକୁ ଭଲ ପାଠ ପଢାଇବି, ଭଲ ବିଶ୍ୱାସ ଜୀବନ କାଟୁ। ସେମାନେ ଦିନ ରାତି ପରିଶ୍ରମ କରୁଛନ୍ତି, ଟଙ୍କା ପଇସା ଆଣୁଛନ୍ତି। ସେମାନେ ନ ଖାଇ ନ ପିଇ ସେମାନେ ଦେଉଛନ୍ତି ସବୁ। ମୋର ବହି ନାହିଁ, ଖାତା ନାହିଁ, ଏଇ ସବୁ ଡ୍ରେସ ପତ୍ର ଯାହା କହିବ ସେମାନେ ଯଦି ନ ପିନ୍ଧି ଉଠିକି ସେମାନେ ଦେଉଛନ୍ତି। ଆଉ ସେମାନେ ତୁମର ଇଚ୍ଛା, ତୁମର ଆବଶ୍ୟକ ସବୁ ପୂର୍ଣ୍ଣ କରୁଛନ୍ତି। ଆଉ ତାଙ୍କର ଯୋଉ ଲକ୍ଷ୍ୟ ରହିଛି, ତାଙ୍କର ଯୋଉ ଆଶା ରହିଛି, ସେ ସବୁକୁ ତୁମେ ଦୁଳିସାତ କରୁଛ, ସେମାନଙ୍କ ଜୀବନରେ ଦୁଃଖ ଦଉଛ। ଆଉ ତୁମ ଜୀବନରେ କେବେ ହେଲେ ବି ଶାନ୍ତି ରହିବ ନାହିଁ, ଖରାପ ହେଇଯିବ। ଏମିତି ଭୟଙ୍କର ପରିସ୍ଥିତି ତୁମ ଜୀବନକୁ ଆସିଯିବ ହେଲା। ତେଣୁକରି ବର୍ତ୍ତମାନ ସୁଧୁରି ଯାଅ। ଆଉ ଈଶ୍ୱରଙ୍କର ଆଜ୍ଞା ଦିନ ହୋଇ ରୁହ, ତାଙ୍କର ବ୍ୟବସ୍ଥା ମାନ, ପିତାମାତାଙ୍କର ଆଜ୍ଞାକାରୀ ହୋଇ ରୁହ। ଯେଉଁମାନେ ମୂର୍ଖ ପୁତ୍ର ସେମାନେ ପିତାମାତାଙ୍କର ଦୁଃଖର କାରଣ ହୁଅନ୍ତି, ଆଉ ସେମାନେ ଅନେକ ଚିନ୍ତାରେ ପକାଇ ଦିଅନ୍ତି। ତେଣୁକରି ଆମର ଯୁବପିଢି ମାନେ ଯଦି ଉତ୍ତମ ଭାବରେ ତୁମେ ବିଶ୍ୱାସରେ ଆଗକୁ ବଢିବ, ଆଉ ପରିବାର ଆଶୀର୍ବାଦର କାରଣ ହେବ, ଆଉ ଆଦର୍ଶ ପରିବାର ହେବ, ଆଉ ତୁମର ସୁନାମ ହେବ। ଦୁର୍ନାମ ଅଛି ଆଉ ସୁନାମ ଅଛି। ଯେମିତି ନିଜର ଚରିତ୍ର ଉପରେ, ନିଜର ଗୁଣ ଉପରେ ଯେମିତି କଳଙ୍କ ନ ଆସେ, ଯେମିତି ଯିଏ ବି ଅଙ୍ଗୁଳି ଉଠେଇକି କହିପାରିବ ନା ଏଇ ପୁଅଟା ଦୁଷ୍ଟ, ଏଇ ଝିଅଟା ଭଲ ନୁହେଁ, ସେହିପରି ଯେମିତି କେହି ବି କୁହନ୍ତି ନାହିଁ, ଯେମିତି କେହି ବି କହି ନପାରି। ତେଣୁକରି ପ୍ରିୟର ଯୁବକ ଯୁବତୀଗଣ ବିଶେଷ ଭାବରେ ଧ୍ୟାନ ଦିଅନ୍ତୁ। ଆଉ ଏବେ ସମୟ ଅଛି, ଫେରି ଆସନ୍ତୁ। ଯଦି ବାପା ମାନଙ୍କୁ ଦୁଃଖ ଦେଇଛନ୍ତି, କ୍ଷମା ମାଗନ୍ତୁ ଈଶ୍ୱରଙ୍କ ଠାରୁ ଆଉ ପିତାମାତାଙ୍କ ଠାରୁ। ଆଉ ସେମିତି ଯଦି କିଏ ପ୍ରେମ ଜାଲରେ ପଡିଛନ୍ତି, ସେଟା ବାପା ମା ଜାଣିନାହାନ୍ତି ହୁଏତ, କିନ୍ତୁ ଈଶ୍ୱର ଜାଣନ୍ତି। ଆଉ ତାଙ୍କଠାରେ ତୁମେ ଗୁପ୍ତ କୋଠରୀରେ ଆପଣା ନିଜର ପାପକୁ ସ୍ୱୀକାର କରନ୍ତୁ। ବାକ୍ୟରେ ଲେଖାଯାଏ, ଯୌବନ କାଳରେ ଈଶ୍ୱରଙ୍କର କଣ ସଦାପ୍ରଭୁଙ୍କୁ ସ୍ମରଣ କର। ଆଉ ତୁମେ ଦିନ ରାତି କାହାକୁ ସ୍ମରଣ କରୁ? ନିଜର ଗାର୍ଲଫ୍ରେଣ୍ଡ ବୟଫ୍ରେଣ୍ଡ? ସେହିପରି ହୁଅନ୍ତୁ ନାହିଁ। କରି ଆସନ୍ତୁ, ସମୟ ଅଛି, ଈଶ୍ୱର କ୍ଷମା କରିବେ। ଆଉ ନିଜର ଜୀବନକୁ ସଂଶୋଧନ କରନ୍ତୁ ପବିତ୍ର ଜୀବନ କାଟିବା ପାଇଁ। ଆଉ ନିଜ ପରିବାରରେ ପିତାମାତାଙ୍କୁ ଦୁଃଖ ଦିଅନ୍ତୁ ନାହିଁ, ଆଉ ମଣ୍ଡଳୀ ମଧ୍ୟରେ ସେପରି କଳଙ୍କ ବା ନିନ୍ଦାର ପାତ୍ର ହୁଅନ୍ତୁ ନାହିଁ, ଯାହାଫଳରେ ଆମର ଖ୍ରୀଷ୍ଟୀୟ ସମାଜ ଯେମିତି ନିନ୍ଦିତ ନ ହୁଏ। ଈଶ୍ୱର କେବେ ଆମମାନଙ୍କୁ ସେପରି ରାସ୍ତାରେ ଯିବା ପାଇଁ ଛାଡନ୍ତି ନାହିଁ, କିନ୍ତୁ ଅବାଧ୍ୟ କାରଣ ମନୁଷ୍ୟ ବିନାଶ ଆଡକୁ ଯାଏ। ତେଣୁକରି ଫେରି ଆସନ୍ତୁ, ବର୍ତ୍ତମାନ ସମୟ ଅଛି। ଠିକ ଅଛି, ପ୍ରଭୁ ଏହି ବାକ୍ୟ ଦ୍ୱାରା ସମସ୍ତଙ୍କୁ ଆଶୀର୍ବାଦ।